ଆପଣ କେବେ ଶୁଣିଛନ୍ତି କି ଆପଣ ବ୍ୟାଙ୍କକୁ ଲୋନ୍ ନେବାକୁ ଗଲେ ଏବଂ ବ୍ୟାଙ୍କ ମ୍ୟାନେଜର କହିଲେ ଆପଣଙ୍କ ଡିଗ୍ରୀ ଆଣନ୍ତୁ ଆମେ ଲୋନ୍ ଦେବୁ? ନା, ଏମିତି କେବେ ହୁଏ ନାହିଁ। ତାହେଲେ ପ୍ରଶ୍ନ ହେଉଛି ଆମ ସମାଜ ଡିଗ୍ରୀ ପଛରେ ଏତେ ପାଗଳ କାହିଁକି? କାରଣ ଆମକୁ ସବୁବେଳେ ଡିଗ୍ରୀର ଭ୍ୟାଲୁ ଶିଖାଯାଏ, କିନ୍ତୁ ଫାଇନାନ୍ସିଆଲ ଷ୍ଟେଟମେଣ୍ଟର ଭ୍ୟାଲୁ କେବେ ଶିଖାଯାଏ ନାହିଁ। ଜୀବନରେ ଯେତେବେଳେ ଆପଣଙ୍କୁ ବିଜନେସ୍ ବଢ଼ାଇବା, ଘର କିଣିବା କିମ୍ବା ବଡ଼ ଅପରଚ୍ୟୁନିଟି ପାଇଁ ଲୋନ୍ ଦରକାର ପଡ଼ିବ, ସେତେବେଳେ ବ୍ୟାଙ୍କ ଆପଣଙ୍କ ଡିଗ୍ରୀ ନୁହେଁ ଆପଣଙ୍କ ଫାଇନାନ୍ସିଆଲ ରେକର୍ଡ ଦେଖିବ। ସେଥିପାଇଁ ଜୀବନରେ କେବଳ ଡିଗ୍ରୀ ନୁହେଁ, ନିଜର ଫାଇନାନ୍ସିଆଲ ଆଇକ୍ୟୁ ବଢ଼ାଇବା ବହୁତ ଜରୁରୀ। ଫାଇନାନ୍ସିଆଲ ଷ୍ଟେଟମେଣ୍ଟର ଚାରୋଟି ମୁଖ୍ୟ ଅଂଶ। ପ୍ରଥମ ଇନକମ୍, ଦ୍ୱିତୀୟ ଏସେଟ୍ସ, ତୃତୀୟ ଏକ୍ସପେନ୍ସିଭ ଏବଂ ଚତୁର୍ଥ ହେଉଛି ଲାଇବିଲିଟିଜ୍। ଇନକମ୍ରୁ ଏକ୍ସପେନ୍ସିଭ ବାହାର କଲେ ଯାହା ମିଳେ ତାକୁ ପ୍ରଫିଟ୍ କୁହାଯାଏ। ସେହିପରି ଏସେଟ୍ସରୁ ଲାଇବିଲିଟିଜ୍କୁ ବାହାର କଲେ ନେଟୱାର୍ଥ ମିଳିଥାଏ। ଆମେ ପ୍ରାୟ ଶୁଣୁ ଯେ ଏହି ବ୍ୟକ୍ତିଙ୍କ ନେଟୱାର୍ଥ 5 କୋଟି। ଏହାର ଅର୍ଥ ହେଉଛି ଧରନ୍ତୁ ତାଙ୍କ ପାଖରେ 7 କୋଟି ଟଙ୍କାର ଆସେଟ୍ ଅଛି, ସେଇଥିରୁ 2 କୋଟି ଟଙ୍କାର ଲାଇବିଲିଟିଜ୍କୁ ବିୟୋଗ କଲେ ଯାହା ରହିବ ସେଇଟା ତାଙ୍କର ନେଟୱାର୍ଥ। ସରଳ ଭାଷାରେ ଏସେଟ୍ ସେଇ ଜିନିଷ ଯାହା ଆପଣଙ୍କ ପକେଟକୁ ଟଙ୍କା ଆଣେ ଏବଂ ଲାଇବିଲିଟିଜ୍ ସେଇ ଜିନିଷ ଯାହା ଆପଣଙ୍କ ପକେଟରୁ ଟଙ୍କାକୁ ବାହାର କରେ। ସେଥିପାଇଁ ସବୁବେଳେ ଚେଷ୍ଟା କରନ୍ତୁ ଆସେଟ୍କୁ ବଢ଼ାଇବାକୁ, ଲାଇବିଲିଟିଜ୍କୁ କମାଇବାକୁ, ଇନକମ୍କୁ ବଢ଼ାଇବାକୁ ଏବଂ ଧ୍ୟାନ ଦିଅନ୍ତୁ ଅନାବଶ୍ୟକ ଏକ୍ସପେନ୍ସିଭରୁ ଦୂରେଇ ଯିବାକୁ। ଏହା ଏକ ସରଳ କଥା, କିନ୍ତୁ ତଥାପି ଏହି ଫାଇନାନ୍ସିଆଲ ଆଇକ୍ୟୁ ବିଷୟରେ କହିଲେ 90% ଲୋକ ଜାଣନ୍ତି ନାହିଁ। ଯଦି ଆପଣ ଆଜି ମୋର ଚ୍ୟାନେଲରେ ଏହି ଭିଡ଼ିଓ ଦେଖୁଛନ୍ତି, ତେବେ ଏହି ଭିଡ଼ିଓ ଆପଣଙ୍କୁ ସାଧାରଣ ଲାଗିପାରେ, କିନ୍ତୁ ଥରେ ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କୁ ପଚାରନ୍ତୁ ନେଟୱାର୍ଥ କ'ଣ, ଆସେଟ୍ସ କ'ଣ। ଏବେ କଥା ହେବା ଫାଇନାନ୍ସିଆଲ ଆଇକ୍ୟୁ ବଢ଼ାଇବାର 3ଟି ଉପାୟ ବିଷୟରେ। ପ୍ରଥମ ହେଉଛି ବଜେଟିଂ। 50-30-20 ରୁଲକୁ ମନେ ରଖନ୍ତୁ। ଆପଣଙ୍କ ଇନକମ୍ର 50% ଆବଶ୍ୟକତା ପାଇଁ ଖର୍ଚ୍ଚ କରନ୍ତୁ, ଯେମିତିକି ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦି। 30% ନିଜର ଇଚ୍ଛା ପାଇଁ ଖର୍ଚ୍ଚ କରନ୍ତୁ ଏବଂ ଅତି କମ୍ରେ 20% ସେଭିଂ ପାଇଁ ରଖନ୍ତୁ। ଯଦି ଆପଣ ସେଭିଂ କରୁନାହାନ୍ତି, ତେବେ ନିଜର ଫାଇନାନ୍ସିଆଲ ଫ୍ୟୁଚରକୁ ରିସ୍କରେ ପକାଉଛନ୍ତି। ଦ୍ୱିତୀୟ ହେଉଛି ଇନଭେଷ୍ଟିଂ। କେବଳ ସେଭିଂ କଲେ ହେବ ନାହିଁ, କାରଣ ଇନଫ୍ଲେସନ୍ ଧୀରେ ଧୀରେ ଟଙ୍କାର ଭ୍ୟାଲୁକୁ କମାଇ ଦିଏ। ତେଣୁ ନିୟମିତ ଭାବରେ ଇନଭେଷ୍ଟ କରନ୍ତୁ। ଛୋଟ ଆମାଉଣ୍ଟରୁ ଆରମ୍ଭ କରନ୍ତୁ। ଧୀରେ ଧୀରେ ETF, ମ୍ୟୁଚୁଆଲ ଫଣ୍ଡ କିମ୍ବା ରିଏଲ ଇଷ୍ଟେଟ୍ ପରି ଜାଗାରେ ଇନଭେଷ୍ଟମେଣ୍ଟ କରିପାରିବେ। ମନେ ରଖନ୍ତୁ, ଯେଉଁମାନେ ଇନଭେଷ୍ଟମେଣ୍ଟ କରନ୍ତି ସେମାନେ ସମୟ ସହିତ ନିଜର ସମ୍ପତ୍ତି ତିଆରି କରନ୍ତି। ତୃତୀୟ ହେଉଛି ଡେବିଟ୍ ମ୍ୟାନେଜମେଣ୍ଟ। ଲୋନ୍ ନେବା ସବୁବେଳେ ଭୁଲ ନୁହେଁ। ଯଦି ଲୋନ୍ ନେଇ ଆପଣ ବିଜନେସ୍ ବଢ଼ାଉଛନ୍ତି କିମ୍ବା ଗୋଟିଏ ଭଲ ଏସେଟ୍ ତିଆରି କରୁଛନ୍ତି, ତେବେ ସେଇଟା ଭଲ ନିଷ୍ପତ୍ତି ହୋଇପାରେ। କିନ୍ତୁ ଅନାବଶ୍ୟକ ଜିନିଷ ପାଇଁ ପର୍ସନାଲ ଲୋନ୍ ନେବା ଉଚିତ ନୁହେଁ। ସବୁବେଳେ ଲୋନ୍ର EMI ସମୟରେ ଦିଅନ୍ତୁ, କାରଣ ଏଥିରୁ ଆପଣଙ୍କର ସିବିଲ୍ ସ୍କୋର ଭଲ ରହିଥାଏ ଏବଂ ଭବିଷ୍ୟତରେ ଲୋନ୍ ମିଳିବା ସମ୍ଭାବନା ସହଜ ହୋଇଯାଏ। ଶେଷରେ ଗୋଟିଏ କଥା ମନେ ରଖନ୍ତୁ, ଜୀବନରେ କେବଳ ଡିଗ୍ରୀ ନୁହେଁ, ଏକ ଷ୍ଟ୍ରଙ୍ଗ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ଆପଣଙ୍କୁ ଆଗକୁ ନେଇଯିବ। ନିଜର ଇନକମ୍କୁ ବଢ଼ାନ୍ତୁ, ଏସେଟ୍କୁ ସୃଷ୍ଟି କରନ୍ତୁ, ଏକ୍ସପେନ୍ସିଭକୁ କଣ୍ଟ୍ରୋଲ କରନ୍ତୁ, ଲାଇବିଲିଟିଜ୍କୁ କମାନ୍ତୁ, ନିୟମିତ ବଜେଟିଂ କରନ୍ତୁ, ଇନଭେଷ୍ଟମେଣ୍ଟ କରନ୍ତୁ ଏବଂ ଡେବିଟ୍କୁ ବୁଦ୍ଧିମାନ ଭାବରେ ମ୍ୟାନେଜ କରନ୍ତୁ। ଯଦି ଆପଣ କିଛି ବେସିକ୍ ପ୍ରିନ୍ସିପାଲକୁ ଫଲୋ କରିବେ, ତେବେ ଧୀରେ ଧୀରେ ଆପଣଙ୍କର ଫାଇନାନ୍ସିଆଲ ଆଇକ୍ୟୁ ମଧ୍ୟ ବଢ଼ିବ ଏବଂ ଫାଇନାନ୍ସିଆଲ ଫ୍ୟୁଚର ମଧ୍ୟ ଷ୍ଟ୍ରଙ୍ଗ ହେବ। ଯଦି ଏହି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଲା, ତାହେଲେ ଭିଡ଼ିଓକୁ ଲାଇକ୍, ସେୟାର କରନ୍ତୁ ଏବଂ ଏମିତି ଫାଇନାନ୍ସ ଓ ବିଜନେସ୍ ସମ୍ବନ୍ଧୀୟ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଆଉ ଯଦି କମ୍ ଇନଭେଷ୍ଟ ଆରମ୍ଭ କରିପାରିବା 5ଟି ବୋରିଂ ବିଜନେସ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତାହେଲେ ସ୍କ୍ରିନ୍ ଦେଖାଯାଉଥିବା ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ।